ବିଶେଷ ନିଷ୍ପତ୍ତି। ଓ ତୁ ତାହେଲେ ଏମାନଙ୍କର ଭଉଣୀ ନୁହଁ? ଆମ ତ ଦେଢ଼ଶହ ନୁହଁ, ମୁଣ୍ଡରେ କାହିଁ ଜଗଣା ଦେଇକି ଠିଆ ହେଇଛି। କହିଲ ଦେଇ ମୋ ଦେହ ହାତ ଖାଲି ବୁଲେଇ ଦଉଛି। ତୁ ଟିକେ ଗୋଟେ କାମ କରୁନୁ, ଲେମ୍ବୁ ପାଣି ମୋ ପାଇଁ କରିକି ରଖୁନୁ। ହଁ ମୁଁ ଗୋଟେ କାମରେ ରହିଛି ପରା। କଣ କହିବି କହିଲି, ମୋ ଭଉଣୀ ତ ଖାଲି ଉଠଉଛି ପକଉଛି ସର୍ଟ। ହଁ ହଁ ମୁଁ ଯାଏ ତୋ ସହିତ କଥା ହେବି, ତୁ ବ୍ୟସ୍ତ ହନି। ରଖୁଛି। ଆପଣ କିଏ? ତୁ କିଏ? ମୁଁ ଆଶୁତୋଷ ସାମନ୍ତରାୟ। ଆଶୁତୋଷ ସାମନ୍ତରାୟ? ତ ଭାଇ ଆଦିତ୍ୟ ବି ଡାକିଲି। ହଁ ଆଦିତ୍ୟ ଡାକିଥିଲି, ହେଲେ ତାପରେ ଆପଣଙ୍କ ପରିଚୟ ଦିଅନ୍ତୁ। କିଏ ଆପଣ? ଆପଣଙ୍କର ନାଁ କଣ? ମୋ ନାଁ ଶିବ ଶଙ୍କର। ନାମ ଡାକିପାରିବିନି। କାହା କଣ କହୁଛୁ ଜାଣିପାରୁଛୁ ତ? ପ୍ରଥମରୁ ମୁଁ ତୋତେ ଆଜ୍ଞା ଆପଣ ସମାଧାନ କରୁଛି, ହେଲେ ମତେ ବି କେବେ ଖାତିର କରିବା ମାନେ କଣ? ମୋ ଘରେ କେହି କୋଉଠି ମତେ ଜାଣି କଣ ଅଛି ଭାଇ? ତୁ ସେ ଆଦିତ୍ୟ ତୁ ମୋ ଭଉଣୀ ଅନୁଷ୍ଠିତ ଭଲ ପାଉଛୁ? ତତେ କଣ ପଚାରୁଛି ସାରେ କଣ ପଳଉଛୁ କି? ତୋ ଭାଇ ସାର ସଦା ରାଖ। ଏବେ କହିଲ କଣ? ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିସାରିଛି ଅନୁଷ୍ଠିତ ଭଲ ଜଣେ ଝିଅକୁ ଭଲ ପାଉଛି। ଭଉଣୀକି ଆଜି ପର୍ଯ୍ୟନ୍ତ ବାହା ହେଇନି କାହିଁକି? ସବୁ ଭଲ ପାଇବାର ଆଣିବ ବାହା, ସବୁ ପ୍ରେମର ଶେଷ ଦିନରେ କଣ ଶୀଘ୍ର। ମୋ ଭଉଣୀ ସହିତ ଯଦି ବିଶ୍ୱାସଘାତକତା କରିବା ପାଇଁ ଚେଷ୍ଟା କର, ମୋ ଭଉଣୀକି ଲଗେଇ ତମ ବଂଶ ରେକର୍ଡ କରିଦେବି। এই সাড়ে সাড়ে ঘর বাহার এই ঘর ভিতরে আসে সাহস করতে ସାହସଟା ମତେ ମୋ ଭଉଣୀ ଯାଇଛି। ଭଉଣୀ ଖାଲି ଖାଲି ଯିବା ପାଇଁ ଆସିବୁ। ମୋ ଭଉଣୀକି ସାଙ୍ଗେ ନେଇକି ଆସିବୁ ମାନେ ଆଜି ତା ସହିତ ତ ବାହାଘର ହବ। କଣ ଜବରଦସ୍ତି? আমি তো অবশ্যই ভালো বলছি সেটা, তা মানে করে আଜି বাহাঘর? ଠିକ ଅଛି, ଯଦି ଆଜି ବାହାଘର ନହେଲା ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିବି ମାନେ ତାର ଆଉ ଗୋଟେ ବାହାଘର କରିବି ଏଠି ଯିବି। ଇଏ ତମ ଭଉଣୀକି ତମେ ଯଦି ବଜାର ପଚା ପରିବା ଭାବୁଥିବ ତାହେଲେ ସେଇଆ କରିବ। ଆଉ ଯଦି ତାକୁ ଭଉଣୀ ବୋଲି ଭାବୁଥାଉ ତାହେଲେ ଏବେ ତାକୁ ସାଙ୍ଗରେ ନେଇ ଘରକୁ ଯିବ। ତମ ଭଉଣୀ ଯିଏ ବାହା ହବ ବାଜା ବଜେଇ ରୋଷଣୀ କରି ତମ ଅଗଣା ଯାଇ ପହଞ୍ଚିବ। ବେଦି ପରେ ବସି ତମ ଭଉଣୀକି ବାହା ହେଇ ସିଏ ତା ଘରକୁ ନେଇ ଆସିବ। ମୁଁ ତ ଏତେ କଥା ଶୁଣିବାକୁ ଚାହୁଁନି, ମତେ ପଦେ କଥା କହିଲି। କଣ ପଚାର? ମୋ ଭଉଣୀକି ତମ ଘରର ବୋହୂର ସ୍ୱୀକୃତି ଦବ କି ନାହିଁ? ତମ ଭଉଣୀର ବିଚାର ମୁଁ କରିବିନି, ବିଚାର କରିବ ମୋ ଭଉଣୀ। ଅପେକ୍ଷା କର, ମୁଁ ମୋ ଭଉଣୀକି ଏଠି ପଠେଇ ଦଉଛି। ମୋ ଭଉଣୀର ନିଷ୍ପତ୍ତି ହବ ଆମ ପରିବାର ପାଇଁ ଶେଷ ନିଷ୍ପତ୍ତି। ତମର ଗୋଟେ ଭଉଣୀ ଅଛି ବୋଲି ଏକଥା କାହିଁ ମୋ ଭଉଣୀ ମତେ କହିଦେବେ? ତମ ଭଉଣୀ କଣ ଟିକେ ମୋ ଭଉଣୀ ବିଚାର କରିବ? ତମ ଭଉଣୀ ଗୋଟେ ହାଇକୋର୍ଟର ବିଚାର କରୁଛି। ଏଇଟା ମୋ ଭଉଣୀ ଆସିଲା, ଆଉ ତାର ନିଷ୍ପତ୍ତି ହବ ପରିବାର ପାଇଁ ଶେଷ ନିଷ୍ପତ୍ତି। ଓ ତୁ ତାହେଲେ ଏମାନଙ୍କର ଭଉଣୀ ନୁହଁ? ଆମ ତ ଦେଢ଼ଶହ ନୁହଁ, ମୁଣ୍ଡରେ କାହିଁ ଜଗଣା ଦେଇକି ଠିଆ ହେଇଛି। ଏଇ ତୋ ଭଏସଟା ମତେ ଚିହ୍ନା ଚିହ୍ନା ଲାଗୁଛି। କିଏ ତୁ? କଣ କହୁଛୁ? ଅଲଗା କଣ ମୁଁ ଦେଖିବି ତୁ? ଆଚ୍ଛା ତୁ ତାର ମୁଣ୍ଡର ଅଲଗା ଖୋଲିବୁନି। ଠିକ ଅଛି। ଆଚ୍ଛା ତୁ ପ୍ରାୟ ଘର ପାଇଁ ସୁପ୍ରିମକୋର୍ଟର ବିଚାରପତି, ମୋ ଭଉଣୀ ତୋ ଭାଇର ବାହାଘର ନେଇ କି ନିଷ୍ପତ୍ତି? କିନ୍ତୁ ମୋ ଭାଇ ବିଷୟରେ ଶୁଣନ୍ତୁ। ମୋ ଭାଇଙ୍କର ଆଗରୁ ଗୋଟାଏ ସ୍ତ୍ରୀ ଅଛି। ଆପଣଙ୍କ ଭଉଣୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଇପାରିବେ ତ? କାହାକୁ କଣ କହୁଛୁ ଜାଣିପାରୁଛୁ ତ? ମୋ ଭଉଣୀ ହେବ ତୋ ଭାଇର ଦ୍ୱିତୀୟ ସ୍ତ୍ରୀ। ଆରେ ଶୁଣ ଭାଇ, ଆଜିକାଲି ଦୁନିଆ ତ ସମସ୍ତଙ୍କର ସେକେଣ୍ଡ ୱାଇଫ୍ ଅଛନ୍ତି। ଆପଣଙ୍କର ବି ସେକେଣ୍ଡ ୱାଇଫ୍ ଥିବେ। ମୋ ମୁଣ୍ଡରେ ନିଆଁ
ଚେଷ୍ଟା କର ମୋ ମୁଣ୍ଡରେ ନିଆଁ ଲାଗିଲେ ମୁଁ କାହାର ବି ନୁହଁ ତମେ ତମ ଜୀବନରେ କେବେ କାହାର ଐକ୍ୟ ଥିଲ ନା କାହାର ଐକ୍ୟ ଅଛ ନା ଭବିଷ୍ୟତରେ କେବେ କାହାର ଐକ୍ୟ ରଖିବ ତମର ତ ଅନେକ ଲୋକ ଅନେକ କାହାଣୀ ସତ କହିବାକୁ ଗଲେ ତମେ ଜଣେ ବହୁରୂପୀ ନୁହଁ ମୋର କହିବା ଦରକାର ନାହିଁ ତୁ କିଏ ମୁଁ ଜାଣି ସାରିଲିଣି ଏଇନେ ମତେ ଏଣ୍ଡୁଅ ବୋଲି କେହି ଡାକନ୍ତିନି ଥରେ ଜଣେ ଜଙ୍ଗଲ ଭିତରେ ଗେଲେ ନା ମତେ ଏଣ୍ଡୁଅ ବୋଲି ଡାକି ଦେଇଥିଲା ତୁ ଆଉ କେହି ନୁହଁ ତୁ ହଉଛୁ ସେ ଶିବାନୀ 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 ତମେ ଚିହ୍ନିଲ କେମିତି ଶିବାନୀ ସହିତ ତମର ସମ୍ପର୍କ କଣ ଆରେ ମୁଁ ତୋର ଏତେ ପ୍ରଶ୍ନର ଉତ୍ତର ଦେଇପାରିବିନି ଘରେ କହୁଛି ମୁଣ୍ଡ ବର୍ଣ୍ଣନା ଖୋଲ ଘରେ କହୁଛି ମୁଣ୍ଡ ବର୍ଣ୍ଣନା ଖୋଲ ତାହେଲେ ନିଶ୍ଚୟ ଜାଣି ତ ମୁଣ୍ଡ ବର୍ଣ୍ଣନା ଖୋଲିବି ଖୋଲିବନି ନା ଖୋଲି କେମିତି ଆସିଲେ କାହିଁକି ହେଲେ ସେ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବିନି ତମ ପ୍ରଶ୍ନ ଥିଲା ନା ତମ ଭଉଣୀ ଏ ଘରର ବୋହୂ ହବ ଠିକ ଅଛି ମୁଁ କହୁଛି ତମ ଭଉଣୀ ଏ ଘରର ବୋହୂ ହବ ତମେ କେତେ ମାତ୍ରା ତମ ଭଉଣୀର ବୋଝ ନେଇଥିଲ ଠିକ ଅଛି ଆଜି ତ ତମ ଭଉଣୀ ଏଇ ଘରେ ରହିବ କିନ୍ତୁ ଆଜି ତ ଦିନ କେଇଟା ବେଳେ ତାଙ୍କ ହାତରୁ ଶଙ୍ଖା କରି ତାଙ୍କ ହାତରୁ ଚିଠିର ବୁଝି ଦେବେନି ମୋ ଅବସରରେ ତମ ଭଉଣୀର ହବନି ସେ ଗ୍ୟାରେଣ୍ଟି ମୁଁ ଦେବି ଆସ ମୋ ସହ ଭିତରକୁ ଆସ ଅନୁଷ୍କାକୁ ଗାଁ ଭିତରେ ଏଇଭଳି ଅବସ୍ଥାରେ ପାଇ ମୁଁ ତମ ଗୋଟେ କଥା ପଚାରିବି ତମେ ଅନୁଷ୍କାର ଭାଇ ନା ଗୋଟେ ରାକ୍ଷସ ଆଉ କିଏ କହିଲୁ କାହିଁକି ଯା ଚାଲି ସେଠୁ ତୋ ସହିତ ମୋର କୌଣସି ସମ୍ପର୍କ ନାହିଁ ଏଇ ବୋଧେ ମୋ ଶେଷ ଦେଖା Good, very good. ଗୋଟେ second. Hello. এই গৌরী কান্নার ଟିକେ ফোন দেলে গৌরী কান্নার হ্যালো গৌরী তো দেরি রাগটা ঠিক হয়ে গেল হ্যাঁ তু ଭଲ ହେଇଛି ଆସିବୁ ତା ବଡ ଭଉଣୀ ହେଲେ କାଙ୍ଗାଳିଆ ହେଲେ ଯୌତୁ ମତେ ଗୋଟେ ୱାସିଂ ମେସିନ୍ ମାଗୁଛୁ ବା ହଁ ହଉ ହଉ ତମେ ଭୋଜି ଖାଇବାକୁ ଆସିବ ହେଲା ଭୋଜି ଖାଇବାକୁ ଆସିବ ଆଇଲେ ତ ଭିଣେଇ ଦେଖେ ଟିକେ ଗୁଡେଇ ଯିବୁ ତ ହଉ ହଉ ରଖୁଛି ତମେ ଟା